ବ୍ରଜକିଶୋର ମହାରାଜ এই ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକର ପୋତାନୀ ପଞ୍ଚାୟତ ସରପଞ୍ଚ ଅଛି ଏବଂ ବିଭିନ୍ନ 25-27 ଅନୁଷ୍ଠାନର ମଧ୍ୟ ମୁଁ ବିଗତ ଦିନରେ ବର୍ତ୍ତମାନ ସୁଦ୍ଧା କାର୍ଯ୍ୟ କରି ଆସିଛି। ଦୀର୍ଘ 40 ବର୍ଷରୁ ଉର୍ଦ୍ଧ୍ୱ ସମୟ ହେଲା ଆପଣ ରାଜନୀତି ସହିତ ସଂଶ୍ଳିଷ୍ଟ ଅଛନ୍ତି, ଜନସେବାରେ ରହିଛନ୍ତି। ତେବେ ଆପଣ କୁହନ୍ତୁ, ଭାରତର ଶାସନ ବ୍ୟବସ୍ଥାରେ ହେଉ କିମ୍ବା ଓଡ଼ିଶାର ଶାସନ ବ୍ୟବସ୍ଥାରେ ଏମିତି କେହି ମାନବବାଦୀ ରାଜନେତା ଯିଏକି ଜଣେ ଆଦର୍ଶ ପୁରୁଷ ଭାବରେ ଏବେ ଗଣାଯାଉଛନ୍ତି ଏବଂ ରାଷ୍ଟ୍ର ପାଇଁ ଆଉ ଜନସମୁଦାୟ ପାଇଁ କାର୍ଯ୍ୟ କରି ଯାଇଛନ୍ତି? ମୋ ମତରେ ଯଦି ଆମେ ଭାରତବର୍ଷ କଥା ନେବା, ମାନବବାଦୀ ରାଷ୍ଟ୍ରନୀତିଜ୍ଞ ବା ଅତି ମଣିଷପଣିଆର ବ୍ୟକ୍ତିତ୍ୱ ପ୍ରଥମେ ବୋଧେ ଅଟଳ ବିହାରୀ ବାଜପେୟୀଜୀ ଆସିବେ ଏବଂ ତାଙ୍କ ସହିତ ଦ୍ୱିତୀୟ ସ୍ଥାନରେ ଡକ୍ଟର ଏପିଜେ ଅବଦୁଲ କଲାମ ଯିଏକି ଆମର ରାଷ୍ଟ୍ରପତି ଥିଲେ ସେ ମଧ୍ୟ ଆସିବେ ଏବଂ ପରବର୍ତ୍ତୀ ସମୟରେ ଡକ୍ଟର ମନମୋହନ ସିଂ ଯିଏକି ପ୍ରଧାନମନ୍ତ୍ରୀ ଥିଲେ ତାଙ୍କୁ ମଧ୍ୟ ସେଥିରେ ଗଣନା କରାଯିବ ଏବଂ ଜଣେ 5 ଥର ମୁଖ୍ୟମନ୍ତ୍ରୀ ହେଲେ ବି ସୁଦ୍ଧା ଓଡ଼ିଶାର ସେ ମଧ୍ୟ ଜଣେ ବିଶିଷ୍ଟ ରାଷ୍ଟ୍ରନୀତିଜ୍ଞ ଯିଏକି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ। ଏଇ 4 ଜଣ ମୋତେ ଆଦର୍ଶଗତ ଭାବରେ ଠିକ୍ ଲାଗନ୍ତି। ଦେଶ ଜାତି ମାନବବାଦର ବାର୍ତ୍ତା ଦିଅନ୍ତି ଏବଂ ସେମାନେ ମଧ୍ୟ ତ୍ୟାଗକୃତ ଜୀବନଯାପନ କରିଛନ୍ତି ଏବଂ ଅହଙ୍କାର ଶୂନ୍ୟ, ନା କାହାକୁ କେବେ ଖରାପ କହିବା, ବରଂ ଖରାପ କହିଲେ ସେ ଶୁଣନ୍ତି, ଖରାପ କାହାକୁ କୁହନ୍ତି ନାହିଁ ଏବଂ ଦେଶ ଜାତି ମାତୃକାର ସେବା ପାଇଁ ସେ ଅହରତ ସେବା କରନ୍ତି, ଲାଗି ରହିଥାନ୍ତି। ଏଇମାନଙ୍କର ମାନବବାଦ ପାଇଁ ଦେଶ ବହୁତ ଉନ୍ନତି ମଧ୍ୟ କରିଛି। ସେମାନଙ୍କର ଯେଉଁ ଗଠନମୂଳକ କାର୍ଯ୍ୟ ପାଇଁ ଆମେ ଏବେ ବି ମୁଣ୍ଡ ନୁଆଇ ତାଙ୍କୁ ସମ୍ମାନ କରୁଛୁ, ପ୍ରଣାମ କରୁଛୁ। ହଁ, ସେ ବ୍ୟତିକ୍ରମ ଥିଲେ। ସେ ନିଜର ପିତାଙ୍କ ଫଟୋ ସ୍ୱର୍ଗତ ବରପୁତ୍ର ବିଜୁ ପଟ୍ଟନାୟକଙ୍କର ପ୍ରତିମୂର୍ତ୍ତି ମଧ୍ୟ ସ୍ୱର୍ଗଦ୍ୱାରରେ ଥିଲା, ତାକୁ ଜାମ୍ ହେଉଛି କହିକିରି ଅନ୍ୟ ସାମ୍ବାଦିକମାନେ ପଚାରିବାରୁ ସେ ମଧ୍ୟ ସେଠୁ ତାଙ୍କୁ କାଢ଼ି ଦେଇଥିଲେ। ନବୀନ ପଟ୍ଟନାୟକ ସେ କହିଲେ ବାପା ନୁହଁ, ସେ ଆମ ରାଜ୍ୟର ଜଣେ ଅତି ଆଗଧାଡ଼ିର ବ୍ୟକ୍ତି, ସେ ସମସ୍ତଙ୍କ ହୃଦୟରେ ଅଛନ୍ତି, କିନ୍ତୁ ସେ ସେଇ ପଥର ମୂର୍ତ୍ତି ଭିତରେ ନାହାନ୍ତି, ତାକୁ ସେ କାଢ଼ି ଦେଇଥିଲେ ଏବଂ ପରବର୍ତ୍ତୀ ସମୟରେ ସିଏ ମଧ୍ୟ ତାଙ୍କ ପରିବାରର ସ୍ୱୀକୃତି ନେଇ ନିଜର ବାସଗୃହକୁ କଟକରେ ମଧ୍ୟ ଜାତି ଉଦ୍ଦେଶ୍ୟରେ ଦାନ କରିଦେଇଥିଲେ। ତେଣୁ ସେଇଭଳି ଭାବରେ ସିଏ ମଧ୍ୟ ଦରମା ଟଙ୍କାଏ ନିଅନ୍ତି, ତାଙ୍କର ନିଜ ସରକାରୀ ବାସଭବନକୁ ବ୍ୟବହାର କରନ୍ତି ନାହିଁ ଏବଂ ନିଜ ଘରେ ମଧ୍ୟ ସେ ଅଫିସ୍ କରନ୍ତି। ତେଣୁ ଏଇଭଳି ବ୍ୟକ୍ତିତ୍ୱ ବାଜପେୟୀଙ୍କ ସମୟରେ ମଧ୍ୟ ସେମିତି 5 ବର୍ଷ ଆରମ୍ଭରୁ ଯେଉଁ ପ୍ରକାର ରେଟ୍ ଥିଲା ବଜାର ଦର, ଶେଷ ପର୍ଯ୍ୟନ୍ତ ମଧ୍ୟ 5 ବର୍ଷ ସରିବା ପର୍ଯ୍ୟନ୍ତ ତାଙ୍କର ସେଇଆ ଥିଲା ଏବଂ ସିଏ ମଧ୍ୟ ନିଷ୍କଳଙ୍କ ଲୋକ ଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ସେଇଭଳି ଭାବରେ ମଧ୍ୟ ଡକ୍ଟର ଏପିଜେ ଅବଦୁଲ କଲାମ ସିଏ ମଧ୍ୟ ନିଷ୍ଠାପର ନିର୍ଲୋଭ ଲୋକ ଥିଲେ, ତାଙ୍କର କରପ୍ସନ୍ ତାଙ୍କୁ ନାହିଁ ଏବଂ ପରବର୍ତ୍ତୀ ସମୟରେ ମଧ୍ୟ ଡକ୍ଟର ମନମୋହନ ସିଂ ମଧ୍ୟ ସେହି ଅବସ୍ଥାରେ ଥିଲେ, ନବୀନ ପଟ୍ଟନାୟକ ମଧ୍ୟ ସେଇଭଳି ବ୍ୟକ୍ତିତ୍ୱ। ମୋତେ ବହୁତ ଆଦର୍ଶଗତ ଭାବରେ ତାଙ୍କୁ ଆମେ ମନେ ରଖିଛୁ ଏବଂ ତାଙ୍କୁ ଅନୁସରଣ କରୁଛୁ। ଆମର ଆଉ ଜଣେ ରାଜନେତା ଅଛି କି କଂଗ୍ରେସରେ ଥିଲେ, କେପି ସିଂହ, କ'ଣ କହିବେ ତାଙ୍କ ବିଷୟରେ? ହଁ, ସିଏ ମଧ୍ୟ ଜଣେ ବରେଣ୍ୟ ନେତୃତ୍ୱ ଥିଲେ, ଯିଏକି ସିଏ ନିଜେ କଂଗ୍ରେସ ପାର୍ଟି ହୁଅନ୍ତୁ ଯେକୌଣସି ପାର୍ଟିର ହୁଅନ୍ତୁ ନା କାହିଁକି ତାର ଉର୍ଦ୍ଧ୍ୱକୁ ଯାଇ ସେ ମଧ୍ୟ ସିଙ୍ଗଲ ଟଙ୍କାଏ ନେଉଥିଲେ, ଦରମା ନିଅନ୍ତି ନାହିଁ, ସିଏ ମାସକୁ ଟଙ୍କା ମଧ୍ୟ ଆମେ ସମ୍ମାନ କରୁଛୁ। ତେଣୁ ଏଇ ମାନସିକତାରେ ଯଦି ଦେଶ ଦୁନିଆର କିଛି କାର୍ଯ୍ୟ ହୁଏ, ତେଣୁ ଆପାତତଃ ଦେଶର ଜାତିର ମାଟିର ସୁନାମ ବୃଦ୍ଧି ହେବ ଏବଂ ଆମେ ସମସ୍ତେ ଶାନ୍ତିରେ ମଧ୍ୟ ରହିପାରିବା। ଧନ୍ୟବାଦ।